गणतंत्र दिवस उपक्रम भारत जगतर संस्कृति ऐतिह्य एवं विविधतार परिचय देथिबा एक गौरवमय देश। यहाँ भारत माता भाव संबोधन कराए जहाँ लोकंक मनरे भावनात्मक संपर्क जन्माउ थाए। एही देश प्राचीन समयरु समृद्ध साहित्य और शास्त्र विज्ञानर गृह रूपे परिचित। भारत विश्वर एक अनन्य देश ଯେଉଁଠାରେ ବିଭିନ୍ନ ଧର୍ମ ଜାତି ଭାଷା ଏବଂ ସଂସ୍କୃତି ସମସ୍ତଙ୍କୁ ଏକତାର ଦୃଢ଼ ସୂତ୍ରରେ ବାନ୍ଧି ରଖିଛି। ଭାରତର ସାଧାରଣ ଲୋକ ଆତିଥ୍ୟ ପ୍ରେମ ଏବଂ ସାମାଜିକ ଏକତାର ଦୃଷ୍ଟାନ୍ତ। ସ୍ୱାଧୀନତା ପାଇଁ ଏହି ଦେଶର ରକ୍ତ ସନ୍ଦୀପ୍ତ ଇତିହାସ ଏବଂ ମୁକ୍ତି ଯୋଦ୍ଧାମାନଙ୍କର ତ୍ୟାଗ ଭାରତର ଗର୍ବ ଏବଂ ଗୌରବ। ଭାରତର ଗଣତନ୍ତ୍ର ଦିବସ ପ୍ରତ୍ୟେକ ବର୍ଷ ଜାନୁଆରୀ 26 ତାରିଖରେ ପାଳନ କରାଯାଏ। ଏହା ଭାରତୀୟ ଜନତାଙ୍କ ପାଇଁ ଏକ ଗର୍ବର ଦିନ। 1950 ମସିହାରେ ଏହି ଦିନରେ ଭାରତର ସମ୍ବିଧାନ ଲାଗୁ କରାଯାଇଥିଲା, ଯାହା ଭାରତକୁ ଏକ ସମ୍ପୂର୍ଣ୍ଣ ଗଣତନ୍ତ୍ର ଦେଶ ଭାବରେ ସ୍ଥାପିତ କରିଥିଲା। ଏହାକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରର ମୂଲ୍ୟଗୁଡ଼ିକର ସମ୍ମାନ କରିବା ଏବଂ ମୁକ୍ତି ଯୋଦ୍ଧାମାନଙ୍କର ତ୍ୟାଗର ସ୍ମରଣ କରିବା। ଗଣତନ୍ତ୍ର ଦିବସର ଇତିହାସ। ଭାରତର ସମ୍ବିଧାନ ତିଆରି ପ୍ରକ୍ରିୟା 1947 ମସିହାରେ ଆଜାଦି ଆରମ୍ଭ ପରେ ଆରମ୍ଭ ହୋଇଥିଲା। ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ ଏକ ସମ୍ବିଧାନ ସମିତି ଗଠନ କରାଯାଇଥିଲା। ଏହାକୁ 2 ବର୍ଷ 11 ମାସ ଏବଂ 18 ଦିନରେ ତିଆରି କରାଯାଇଥିଲା। ଏହାକୁ 26 ଜାନୁଆରୀ 1950ରେ ଲାଗୁ କରାଯାଇଥିଲା। ଏହି ତାରିଖ ବଛାଯାଇଥିଲା କାରଣ 1930 ମସିହାରେ ଏହି ଦିନଟିକୁ ପୂର୍ଣ୍ଣ ସ୍ୱାଧୀନତା ଦିବସ ଭାବରେ ଘୋଷଣା କରାଯାଇଥିଲା। ଏହାର ମାଧ୍ୟମରେ ଦେଶରେ ଗଣତନ୍ତ୍ର ଦିଶାରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା। ଭାରତର ସ୍ୱାଧୀନତା ଯୋଦ୍ଧାମାନଙ୍କ ଅବଦାନ। ଭାରତର ଗଣତନ୍ତ୍ର ଦିନରେ ଆମେ ସ୍ୱାଧୀନତା ଯୋଦ୍ଧାମାନଙ୍କର ତ୍ୟାଗ ଏବଂ ସେବାକୁ ତୁଳନାହୀନ ଭାବରେ ସ୍ମରଣ କରିଥାଉ। ତାଙ୍କ ତ୍ୟାଗ ଛଡ଼ା ଆଜିର ମୁକ୍ତି ଓ ସମ୍ବିଧାନ ସମ୍ଭବ ହୋଇପାରିନଥାନ୍ତା। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ନେତୃତ୍ୱ ନେଇ ଅହିଂସା ଓ ସତ୍ୟାଗ୍ରହ ମାଧ୍ୟମରେ ଦେଶକୁ ସ୍ୱାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜ ଗଠନ କରି ରାଜନୈତିକ ଓ ସାମରିକ ରୂପରେ ଅଗ୍ରଗତି କରିଥିଲେ। ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ରାଣୀ ଲକ୍ଷ୍ମୀବାଇ ଓ ଅନେକ ସ୍ୱାଧୀନତା ସାମର୍ଥ୍ୟବାନ ଆନ୍ଦୋଳନକାରୀ ତାଙ୍କ ଜୀବନ ଆହୁତି ଦେଇ ଦେଶକୁ ଗର୍ବିତ କରିଥିଲେ। ସେମାନଙ୍କ ତ୍ୟାଗ ଭାରତୀୟ ଦେଶବାସୀଙ୍କ ପାଇଁ ଅନୁପ୍ରେରଣା ଏବଂ ଗର୍ବର କାରଣ। 26 ଜାନୁଆରୀର ମାନ୍ୟତା ଏବଂ ପାଳନ। 26 ଜାନୁଆରୀର ମୁଖ୍ୟ ଅନୁଷ୍ଠାନ ଦିଲ୍ଲୀର କର୍ତ୍ତବ୍ୟ ପଥ ବା ପୂର୍ବତନ ରାଜପଥରେ ହୋଇଥାଏ। ଏଥିରେ ରାଷ୍ଟ୍ରପତି ଭାରତୀୟ ଝଣ୍ଡା ଉତ୍ତୋଳନ କରନ୍ତି ଏବଂ ପରେଡର ବିଭିନ୍ନ ଖଣ୍ଡ ଉପସ୍ଥାପିତ ହୁଏ। ସାମରିକ ଶକ୍ତି ଏବଂ ସାମାଜିକ ସଂସ୍କୃତିର ପ୍ରତିରୂପ କିମ୍ବା ବିଭିନ୍ନ ରାଜ୍ୟର ଝାଙ୍କି ଏହି ପରେଡର ମୁଖ୍ୟ ଆକର୍ଷଣ ହୋଇଥାଏ। ସମସ୍ତ ରାଜ୍ୟର ରାଜଧାନୀରେ ଏହି ଦିନ ଗର୍ବ ଏବଂ ସମ୍ମାନ ସହ ପାଳନ କରାଯାଏ। ସ୍କୁଲ ଓ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଏବଂ ଭାଷଣମାନ ଆୟୋଜନ ହୋଇଥାଏ। ସମ୍ବିଧାନର ମୂଳ ସୂତ୍ର। ଭାରତର ସମ୍ବିଧାନ ଲୋକତନ୍ତ୍ର ଏବଂ ସମାନତା ଉପରେ ଆଧାରିତ। ଏହା ସମସ୍ତ ଭାରତୀୟଙ୍କୁ ସମାନ ଅଧିକାର ଏବଂ ସୁଯୋଗ ଦିଏ। ଏହାର ପ୍ରିୟମ୍ବଲକୁ ଗଣତନ୍ତ୍ର ଦିବସର ମୁଖ୍ୟ ଭାବରେ ସ୍ମରଣ କରାଯାଏ। ଏଥିରେ ସମ୍ବିଧାନର ମୂଳ ମନ୍ତ୍ର ସାର୍ବଭୌମ, ସୋସିଆଲିଷ୍ଟ, ସେକ୍ୟୁଲାର, ଡେମୋକ୍ରାଟିକ୍ ରିପବ୍ଲିକକୁ ଉଲ୍ଲେଖ କରାଯାଇଛି। ସ୍ୱାଧୀନତା ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି। ଗଣତନ୍ତ୍ର ଦିବସ ଆମକୁ ସ୍ୱାଧୀନତା ଯୋଦ୍ଧାମାନଙ୍କର ତ୍ୟାଗ ଓ ସେବାକୁ ସ୍ମରଣ କରିବାର ସୁଯୋଗ ଦିଏ। ସେମାନେ ଯଦି ଆମକୁ ସ୍ୱାଧୀନତା ଏବଂ ଗଣତନ୍ତ୍ର ଦେଇନଥାନ୍ତେ, ଆଜିର ଭାରତ କେବଳ ଏକ ସ୍ୱପ୍ନ ହୋଇ ରହିଯାଇଥାନ୍ତା। ଆମେ ସେମାନଙ୍କୁ ଗର୍ବିତ ଭାବରେ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ମୁଖ୍ୟତାକୁ ସ୍ୱୀକାର କରିବା ଉଚିତ। ଅନ୍ତିମ ଶବ୍ଦ। ଗଣତନ୍ତ୍ର ଦିବସ ଏକ ଦିନ ମାତ୍ର ନୁହେଁ, ଏହା ଆମକୁ ସ୍ୱାଧୀନତାର ମୂଲ୍ୟ ଓ ସମ୍ବିଧାନର ଗୁରୁତ୍ୱକୁ ବୁଝାଇଥାଏ। ଏହା ଆମକୁ ଏକତା, ସମାନତା
ଓ ସ୍ୱାଧୀନତାର ମାର୍ଗରେ ଚାଲିବାର ଶିକ୍ଷା ଦେଇଥାଏ। ଆମକୁ ଆଜି ଏକ ଗଣତନ୍ତ୍ର ଦେଶର ନାଗରିକ ଭାବେ ଗର୍ବ କରିବା ଏବଂ ଦେଶକୁ ଆଗକୁ ନେଇଯିବାର ଶପଥ ନେବା ଦରକାର। ଜୟ ହିନ୍ଦ।